ଆଜି ଚିଙ୍ଗୁଡ଼ି ମାଛକୁ ନେଇ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କାହିଁକି ମହାଭାରତ ହେଇଗଲା ଚାଲନ୍ତୁ ଜାଣିବା। ସ୍ୱାମୀକୁ କହିଥିଲି ବଜାରରୁ ଚିଙ୍ଗୁଡ଼ି ଛାଡ଼ିକି ଆଉ ଯାହା ନେଇ ଆସିବ। ସେ ତ ଚିଙ୍ଗୁଡ଼ି ନେଇକି ଆସିଲେ ଏକାବେଳେ 2 କେଜି ଚିଙ୍ଗୁଡ଼ି ନେଇକି ଆସିଛନ୍ତି। ମୁଁ କହିଲି ଏସବୁ ଚିଙ୍ଗୁଡ଼ି ଏବେ କିଏ ବାଛିକି ରାନ୍ଧିବ କହିଲ? କାହିଁକି ନା ଚିଙ୍ଗୁଡ଼ିରେ ଟିକେ ବାଛିବା ବି ଟାଇମ୍ ଟେକିଂ, ବହୁତ ଟାଇମ୍ ଲାଗେ ଚିଙ୍ଗୁଡ଼ିଟା ବାଛିବା ପାଇଁ। ତେଣୁ ସେ କହିଲେ ତମେ କାହିଁ ଟେନସନ୍ ନଉଛ, ମୁଁ ସବୁ ବାଛିଦେବି। ତମେ ଖାଲି ଆଗ ଗୋଟେ କାମ କର, ମୋ ପାଇଁ 6-7ଟା ଖଣ୍ଡେ ଚିଙ୍ଗୁଡ଼ି ବାଛିକି ଆଗ ରାନ୍ଧିଦିଅ, ମୁଁ ଖାଇକି ଅଫିସ ଯିବାକୁ ଲେଟ୍ ହଉଛି, ତାପରେ ତମେ ସବୁ ବାକି ତକ ରାନ୍ଧିବ, ମୁଁ ବାଛିକି ଦେଇଦେବି। ମୁଁ କହିଲି ଠିକ୍ ଅଛି ତାହେଲେ 5-6ଟା ଚିଙ୍ଗୁଡ଼ି ଆଗ ମୁଁ ବାଛିଦେଲି, ବାଛି ଦେଇକି ତାକୁ ରାନ୍ଧିଦେଲି। ସେ ଖାଇସାରିକି ଅଫିସ ପଳେଇଲେ। ମୁଁ କହିଲି ଆଉ ଚିଙ୍ଗୁଡ଼ି ବାଛିବ କିଏ? ସେ କହୁଛନ୍ତି ଆଉ ତମେ ବାଛିଦବନି? ମୁଁ କହିଲି ତମକୁ ପରା ମୁଁ ମନା କରିଥିଲି ଏତେ ଚିଙ୍ଗୁଡ଼ି ମୁଁ ବାଛି ପାରିବିନି ବୋଲି। ସେ ଆଉ କିଛି ମୋ କଥା ନ ଶୁଣି ଅଫିସ ଚାଲିଗଲେ। ମୁଁ କହିଲି ଠିକ୍ ଅଛି ତମକୁ ପାନେ ଦବାକୁ ପଡ଼ିବ। ତାପରେ ରାତିରେ ଯେତେବେଳେ ଅଫିସରୁ ଆସିଲେ ଡିନର ପାଇଁ ମୁଁ ନେଇକି ଥୋଇଦେଲି ଭାତକୁ ଆଳୁ ସିଝା। ସେ କହୁଛନ୍ତି ଆଉ ଚିଙ୍ଗୁଡ଼ି କୁଆଡ଼େ ଗଲା? ମୁଁ କହିଲି ଚିଙ୍ଗୁଡ଼ି ତ ବାଛିଲେ ସିନା ରନ୍ଧା ହବ, ସେମିତି ଥୁଆ ହେଇଛି, ଯାଅ ନିଜେ ରାନ୍ଧିକି ନିଜେ ଖାଇବ। ସେ କହିଲେ ତମେ ତାକୁ ବାଛିନ କି ରାନ୍ଧିନ? ମୁଁ କହିଲି ନା ସେମିତି ବାହାରେ ଥୁଆ ହେଇଛି। କହିଲେ ସବୁତକ ତ ଖରାପ ହେଇସାରିଥିବ। ମୁଁ କହିଲି ମୁଁ କଣ ଜାଣିଛି, ତମେ କହିଥିଲ ବାଛିକି ଦବ ବୋଲି, ତମେ ଯାଇ ଦେଖ ନିଜେ କଣ ହେଇଛି ନ ହେଇଛି। ତାପରେ ଯାଇ କିଚେନରେ ଦେଖିଲା ବେଳକୁ କହୁଛନ୍ତି ନା ଚିଙ୍ଗୁଡ଼ି ବାସ୍ନା ତ ଆସୁଛି କିଚେନରୁ, ତମେ ରାନ୍ଧି ଦେଇଛ ବୋଲି। ତାପରେ ଏଠୁ ଦେଖିକି ଅଣ୍ଡାଳିକି ସେ ଦେଖିକି ନେଇକି ତାଙ୍କ ଚିଙ୍ଗୁଡ଼ି ପୁଣି ତରକାରୀ ନେଇକି ସେ ଖାଇଲେ। କାହାକୁ ଏମିତି ସ୍ୱାମୀମାନଙ୍କ ଠାରୁ ଧୋକା